Hello student, welcome back to my Tanushree tutorial. +3 second semester MDC Philosophy Vedic Culture Unit 1 ର long question discussion କରିବା. The meaning of Veda, history of Vedic literature and main feature of Vedic society. ବେଦର ଅର୍ଥ. ବେଦ ଶବ୍ଦଟି ସଂସ୍କୃତ ବିଦ୍ ଧାତୁରୁ ଉତ୍ପନ୍ନ, ଯାହାର ଅର୍ଥ ଜ୍ଞାନ ପ୍ରାପ୍ତି। ବେଦ ହେଉଛି ହିନ୍ଦୁ ଧର୍ମର ପ୍ରାଚୀନତମ ଧର୍ମଗ୍ରନ୍ଥ, ଯାହାକୁ ଶ୍ରୁତି ବୋଲି କୁହାଯାଏ କାରଣ ଏହା ମୌଖିକ ପରମ୍ପରାରେ ପ୍ରସାରିତ ହୋଇଥିଲା। ବେଦ ଅପୁରୁଷେୟ ଅର୍ଥାତ୍ ମାନବ ଦ୍ୱାରା ରଚିତ ନୁହେଁ, ବରଂ ଋଷିମାନେ ଦିବ୍ୟ ଅନୁଭୂତି ଦ୍ୱାରା ଏହାକୁ ପ୍ରାପ୍ତ କରିଥିଲେ। ବେଦ 4 ଭାଗରେ ବିଭକ୍ତ: ଋଗ୍ବେଦ, ଯଜୁର୍ବେଦ, ସାମବେଦ, ଅଥର୍ବବେଦ। ପ୍ରତ୍ୟେକ ବେଦର ନିଜସ୍ୱ ଶାଖା ବ୍ରାହ୍ମଣ, ଉପନିଷଦ ଓ ଆରଣ୍ୟକ ଅଛି। ବେଦ ସାହିତ୍ୟର ଇତିହାସ. ସଂହିତା. ବୈଦିକ ମନ୍ତ୍ର ଓ ସ୍ତୋତ୍ରର ସଂଗ୍ରହ। ଋକ୍, ଯଜୁର୍, ସାମ, ଅଥର୍ବ. ବ୍ରାହ୍ମଣ ଯଜ୍ଞ ଓ କର୍ମକାଣ୍ଡ ବିଷୟରେ ବ୍ୟାଖ୍ୟା। ଆରଣ୍ୟକ ଅରଣ୍ୟ ଅଞ୍ଚଳରେ ଅନୁଷ୍ଠିତ ଧ୍ୟାନ ଓ ଦାର୍ଶନିକ ଚିନ୍ତନ। ଉପନିଷଦ ଆତ୍ମ, ବ୍ରହ୍ମ, ମୋକ୍ଷ ଓ ଦାର୍ଶନିକ ଧାରଣା। ବେଦାଙ୍ଗ ଓ ଉପବେଦ. ବେଦ ପାଠ ଓ ବ୍ୟାଖ୍ୟା ପାଇଁ ଆବଶ୍ୟକ ଶସ୍ତ୍ର. ବୈଦିକ ସାହିତ୍ୟ ପ୍ରାୟ 3000 ବର୍ଷ ପୁରୁଣା ଓ ଏହା ଭାରତୀୟ ସଂସ୍କୃତିର ମୂଳ ଆଧାର। ବୈଦିକ ଦର୍ଶନ ମଧ୍ୟ ବ୍ରାହ୍ମଣ ପରିବାର ଦ୍ୱାରା ମୌଖିକ ଭାବରେ ପ୍ରସାରିତ ହୋଇଥିଲା। ବୈଦିକ ଗ୍ରନ୍ଥଗୁଡ଼ିକ ମଧ୍ୟରୁ ଉପନିଷଦଗୁଡ଼ିକ ଦାର୍ଶନିକ ଚିନ୍ତନର ଶିଖର, ଯେଉଁଥିରେ ବ୍ରହ୍ମ ଓ ଆତ୍ମଜୀବନ ଓ ମୃତ୍ୟୁ ବିଷୟରେ ଗଭୀର ଚର୍ଚ୍ଚା ଅଛି। ବୈଦିକ ସାହିତ୍ୟର ଇତିହାସ. କର୍ମ. ଋକ୍ ଯୁଗ 1500 ରୁ 1200 BC. ଋଗ୍ବେଦ ରଚିତ ଏହା ବୈଦିକ ସାହିତ୍ୟର ପ୍ରାଚୀନତମ ଗ୍ରନ୍ଥ। ମୌଖିକ ଭାବରେ ପ୍ରସାରିତ ଅଗ୍ନି, ଇନ୍ଦ୍ର, ବାୟୁ ଆଦି ଦେବତାଙ୍କୁ ଉଦ୍ଦେଶିତ ମନ୍ତ୍ର। ଯଜୁର୍ବେଦ ଯୁଗ 1200 ରୁ 1000 BC. କର୍ମକାଣ୍ଡ ଓ ଯଜ୍ଞବିଧି ସମ୍ପର୍କିତ ମନ୍ତ୍ର ବ୍ୟାଖ୍ୟା। ଶୁକ୍ଳ ଓ କୃଷ୍ଣ ଯଜୁର୍ବେଦ 2 ଶାଖାର ଉନ୍ନତି। ସାମବେଦ ଯୁଗ 1200 ରୁ 1000 BC. ଋଗ୍ବେଦ ମନ୍ତ୍ରମାନଙ୍କୁ ସଙ୍ଗୀତ ରୂପରେ ଗାଇବା ପାଇଁ ଉପଯୋଗ କରାଯାଇଥିବା ବେଦ। ଅଥର୍ବବେଦ ଯୁଗ 1000 ରୁ 800 BC. ଲୋକଜୀବନ, ମାନ୍ତ୍ରିକତା, ରୋଗ ନିବାରଣ, ରାଜନୀତି ଓ ଦୈନନ୍ଦିନ ଜୀବନ ସମ୍ପର୍କିତ ମନ୍ତ୍ର। ବ୍ରାହ୍ମଣ ଯୁଗ 900 ରୁ 700 BC. ବେଦ ମନ୍ତ୍ରମାନଙ୍କର ବ୍ୟାଖ୍ୟା, ଯଜ୍ଞବିଧି, ଧର୍ମ ଓ କର୍ମ ତତ୍ତ୍ୱ। ଆରଣ୍ୟକ ଯୁଗ 800 ରୁ 600 BC. ଅରଣ୍ୟ ଅଞ୍ଚଳରେ ଅନୁଷ୍ଠିତ ଧ୍ୟାନ, ତପସ୍ୟା ଓ ଦାର୍ଶନିକ ଚିନ୍ତନ। ଉପନିଷଦ ଯୁଗ 700 ରୁ 500 BC. ବ୍ରହ୍ମ, ଆତ୍ମା, ମୋକ୍ଷ ଓ ଅଦ୍ୱୈତ ତତ୍ତ୍ୱ ଉପରେ ଗଭୀର ଚିନ୍ତନ ବେଦାନ୍ତ ଦର୍ଶନର ଆଧାର। ବୈଦିକ ସମାଜର ମୁଖ୍ୟ ବୈଶିଷ୍ଟ୍ୟ. ଋଷିକେନ୍ଦ୍ରିକ ଜ୍ଞାନ ପରମ୍ପରା. ଋଷିମାନେ ଦିବ୍ୟ ଜ୍ଞାନ ପ୍ରାପ୍ତ କରି ମନ୍ତ୍ର ରଚନା କରିଥିଲେ, ଯେଉଁଥିରେ ଅନୁଭୂତି ଓ ଅନୁଗତି ମୂଳ ଅଂଶ। ଯଜ୍ଞ ଓ କର୍ମକାଣ୍ଡ. ବୈଦିକ ସମାଜର ଧାର୍ମିକ ଓ ସାମୂହିକ ଜୀବନରେ ଯଜ୍ଞ ଏକ କେନ୍ଦ୍ରୀୟ ଅଂଶ ଥିଲା, ଯେଉଁଥିରେ ହୋତା, ଅଧ୍ୱର୍ୟା, ଉଦ୍ଗାତା ଓ
ବ୍ରହ୍ମା ଅଂଶଗ୍ରହଣ କରୁଥିଲେ। ବର୍ଣ୍ଣ ବ୍ୟବସ୍ଥା ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ସମାଜର କାର୍ଯ୍ୟ ଓ ଦାୟିତ୍ୱ ଅନୁଯାୟୀ ବିଭାଜନ, ଯାହାପରି ଧର୍ମ, ଅର୍ଥ, କାମ, ମୋକ୍ଷର ଧାରଣା ଗଢ଼ି ଉଠିଲା। ପ୍ରାକୃତିକ ଦେବତା ପୂଜା ଅଗ୍ନି, ବାୟୁ, ସୂର୍ଯ୍ୟ, ଇନ୍ଦ୍ର, ବୃହସ୍ପତି ଆଦି ଦେବତାଙ୍କୁ ମନ୍ତ୍ର ଦ୍ୱାରା ସ୍ତୁତି କରାଯାଉଥିଲା, ଯାହା ଜୀବନ ଓ ପ୍ରାକୃତିକ ଶକ୍ତି ମଧ୍ୟରେ ସମ୍ବନ୍ଧ ସୃଷ୍ଟି କରିଥିଲା। ମୌଖିକ ପରମ୍ପରାୟ ବେଦ ଶ୍ରୁତି ଭାବରେ ପିଢ଼ି ପିଢ଼ି ପ୍ରସାରିତ ହୋଇଥିଲା, ଯେଉଁଥିରେ ଉଚ୍ଚ ସ୍ୱର ଓ ଉଚ୍ଚ ଛନ୍ଦ ବୈଦିକ ସାହିତ୍ୟର ବିଭକ୍ତିକରଣ ବେଦ ଜ୍ଞାନର ଗଭୀରତା, ବ୍ୟାପ୍ତି ଓ ବିକାଶକୁ ବୁଝିବା ପାଇଁ ଅତ୍ୟନ୍ତ ଆବଶ୍ୟକ। ବେଦ କେବଳ ଧାର୍ମିକ ଗ୍ରନ୍ଥ ନୁହେଁ, ବରଂ ଏହା ଭାରତୀୟ ଦାର୍ଶନିକ ଚିନ୍ତନ, ଆଧ୍ୟାତ୍ମିକ ଅନୁଭୂତି ଓ ସାମାଜିକ ଶିକ୍ଷାର ଏକ ଅମୂଲ୍ୟ ଭଣ୍ଡାର। ବେଦ ଓ ବୈଦିକ ସାହିତ୍ୟ ବିଭିନ୍ନ ଅଂଶରେ ବିଭକ୍ତ ହୋଇଛି, ଯାହା ତଳେ ବିସ୍ତୃତ ଭାବେ ଦିଆଯାଇଛି। ବୈଦିକ ସାହିତ୍ୟର ପ୍ରମୁଖ ବିଭାଗ। ସଂହିତା ବେଦ, ମନ୍ତ୍ର ଓ ସ୍ତୋତ୍ରର ସଂଗ୍ରହ। ଏହି ବିଭାଗରେ ଚାରି ବେଦ ଅନ୍ତର୍ଗତ। ଋଗ୍ବେଦ ଦେବତାଙ୍କୁ ଉଦ୍ଦେଶିତ ମନ୍ତ୍ର, ବୈଦିକ ଜ୍ଞାନର ମୂଳ ଆଧାର। ସାମବେଦ ଋଗ୍ବେଦ ମନ୍ତ୍ରମାନଙ୍କୁ ସଙ୍ଗୀତ ରୂପରେ ଗାଇବା ପାଇଁ। ଯଜୁର୍ବେଦ ଯଜ୍ଞବିଧି ଓ କର୍ମକାଣ୍ଡ ସମ୍ପର୍କିତ ମନ୍ତ୍ର। ଅଥର୍ବବେଦ ଲୋକଜୀବନ, ମାନ୍ତ୍ରିକତା, ରୋଗ ନିବାରଣ ଓ ରାଜନୀତି। ଉପନିଷଦ ବ୍ରହ୍ମ, ଆତ୍ମା, ମୋକ୍ଷ, ଅଦ୍ୱୈତ ତତ୍ତ୍ୱ ଉପରେ ଗଭୀର ଚିନ୍ତନ, ବେଦାନ୍ତ ଦର୍ଶନର ଆଧାର ଓ ଭାରତୀୟ ଦାର୍ଶନିକ ଚିନ୍ତନର ଶିଖର। ଏହି ବିଭାଗଗୁଡ଼ିକ ବେଦ ଜ୍ଞାନର ବିକାଶକୁ ଅନୁସୂଚିତ କରେ, ଯେଉଁଠି ମନ୍ତ୍ର ରୂପରେ ଆରମ୍ଭ ହୋଇ ବ୍ୟାଖ୍ୟା, ଧ୍ୟାନ ଓ ଦାର୍ଶନିକ ଅନୁଭୂତି ପର୍ଯ୍ୟନ୍ତ ବିକାଶ ଘଟିଛି। ଅନ୍ୟାନ୍ୟ ବିଭାଗ ଉପବେଦ ଓ ବେଦାଙ୍ଗ। ଉପବେଦ ବେଦ ସହ ଅନ୍ତର୍ଗତ ଅନୁଶାସନ ଗ୍ରନ୍ଥ। ଆୟୁର୍ବେଦ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ଚିନ୍ତନ। ଧନୁର୍ବେଦ ଯୁଦ୍ଧନୀତି, ଶସ୍ତ୍ରବିଦ୍ୟା, ରଣନୀତି। ଗାନ୍ଧର୍ବ ବେଦ ସଙ୍ଗୀତ, ନୃତ୍ୟ, ନାଟ୍ୟ ଓ ଶିଳ୍ପ। ଅର୍ଥଶାସ୍ତ୍ର ରାଜନୀତି, ଅର୍ଥନୀତି, ନୀତି ଓ ଶାସନ ବ୍ୟବସ୍ଥା। ବେଦାଙ୍ଗ ବେଦପାଠ ଓ ବ୍ୟାଖ୍ୟା ପାଇଁ ଆବଶ୍ୟକ ଶାସ୍ତ୍ର। ଶିକ୍ଷା ଶବ୍ଦ ଉଚ୍ଚାରଣ, ସ୍ୱର ବିନ୍ୟାସ, କଳ୍ପ, ଯଜ୍ଞବିଧି, ଆଚାର ଓ ଉପାସନା। ବ୍ୟାକରଣ ଭାଷା ଗଠନ, ଶବ୍ଦ ନିୟମ। ନିରୁକ୍ତ ଶବ୍ଦର ଉତ୍ପତ୍ତି, ଅର୍ଥ ବ୍ୟାଖ୍ୟା। ଛନ୍ଦ ବେଦ ମନ୍ତ୍ରର ଛନ୍ଦ ଗଠନ ଓ ଶୈଳୀ। ଜ୍ୟୋତିଷ ଗ୍ରହ ନକ୍ଷତ୍ର, ଶୁଭ ମୁହୂର୍ତ୍ତ, ଯଜ୍ଞ ସମୟ ନିର୍ଣ୍ଣୟ।